ଜୟ ଜଗନ୍ନାଥ ସାଙ୍ଗମାନେ। ମୋ ଜୀବନରେ ଏମିତି ଗୋଟେ ଅଘଟଣ ଘଟିଯାଇଛି, ସେଇଟା ମୁଁ ଆପଣମାନଙ୍କ ପାଖରେ ସେୟାର କରୁଛି। ମୋ ସ୍ତ୍ରୀ ଖୁବ୍ କମ୍ ବୟସରେ ଅଙ୍କୋଲୋଜି ବାହାରିଲା। 6 ମଲ୍ଟିମିଟର ଟ୍ରିଟମେଣ୍ଟ ହେଲା, 1 ବର୍ଷ ପୁରା 8 ମାସ ପାଖାପାଖି। 2ଟା ଛୋଟ ଛୋଟ ପୁଅ ମୋର, ଏକଲା, କେହି ନାହାନ୍ତି। ନା କିଏ ଟିକେ ସପୋର୍ଟ କରୁଛି, ନା କିଏ ଟିକେ ସାହାଯ୍ୟ କରୁଛି, ନା ପେସେଣ୍ଟ ପାଖେ କିଏ ଟିକେ ରହୁଛି। ଆଡ଼ମିସନ୍ ହେବ ହାର୍ଡଲି ମାସକୁ 21 ଦିନକେ ଥରେ କେମୋ ନେବ, 2 ଦିନ ପାଇଁ ଆଡ଼ମିସନ୍ ହେବ। ତାପରେ 2-3 ମାସକେ ଥରେ ଯେମିତି ହେଲେ ପେନ୍ ହେବ, ଆଡ଼ୁ ସାଡ଼ୁ ଅଗୁଡ଼ୁ ବଗୁଡ଼ୁ ପେଟ୍ ସିଟି ଏସବୁ ପାଇଁକା ଆଡ଼ମିସନ୍ ହେବ। 2-4 ଦିନ 5 ଦିନ ଏମିତି ସବୁ ଆଡ଼ମିସନ୍ ହେବ। ବହୁତ ପଇସା ସରିଲା, ଗୁଡ଼ାଏ ପଇସା କର୍ଜ ଦାମ ବି କରିଦେଲି। ଯାହା ସେଭିଂ ଫେଭିଂ ଥିଲା ସେ ବି ସରିଗଲା। ଘରେ ଆଡ଼େ ଛୋଟ ଛୁଆ 2ଟା, ଗୋଟେ ବୁଢ଼ୀ ମାଆଟା। 9ଟା ରାତିରେ ତା ପାଖରୁ ବାହାରିବି ସମଠୁ। ସେଠୁ ଆମ ଘରଠି ପହଞ୍ଚିଲା ସେ 45 ମିନିଟ୍ ଲାଗେ। ମ୍ୟାଡ଼ାମ୍ ମାନଙ୍କୁ ରିକ୍ୱେଷ୍ଟ କରି କହିଦେଇକି ଆସେ, ପାଖ ବେଡ଼୍ ମାନେ ଯେଉଁ ଥିବେ ତାଙ୍କୁ କହିଦେଇକି ଆସେ, କେହି ନାହାନ୍ତି। ସେମାନେ ସବୁ ସାହାଯ୍ୟ କରନ୍ତି, ହଉ ତୁମେ ଯାଅ ଆମେ ଅଛୁ। ଫୋନ୍ ନମ୍ବର ଦେଇକି ଆସିବି। 10ଟା ପାଖାପାଖିରେ ଘରେ ପହଞ୍ଚିବି। ଛୋଟ ଛୁଆ 2ଟା କ'ଣ ଖାଇଥିବେ ନ ଖାଇଥିବେ, ବାଟ ଯାକ ଫୋନ୍ କରୁଥିବେ, ଚେଇଁତା ମୁଁ ନେଇକି ଯାଉଛି। ଏଇଭଳି କାହାଣୀଟେ ମୋ ଜୀବନରେ ଘଟିଗଲା। ଭୋର 4ଟାରୁ ନିଦ ତ ହୁଏନି, ଶୁଏ, ତା କଥା ମନେ ପଡ଼େ, କ'ଣ କରୁଛି କ'ଣ ନାହିଁ। ବାରମ୍ବାର ସେ ବେଡ଼ ପାଖ ଲୋକଙ୍କ ପାଖକୁ ଫୋନ୍ କରେ। ଭୋରୁ ପୁଣି ଭାତ 2ଟା ଖାଲି ଆଳୁ ଟିକେ ସିଝି ଦେଇକି ଛୁଆଙ୍କ ପାଇଁ ରଖିଦେଇକି ପୁଣି ପଳାଏ ତା ପାଖକୁ। ଏମିତି ହେବା ପରେ ଲାଷ୍ଟ ଷ୍ଟେଜ୍ ହେଇଯାଇଥିଲା। ଡକ୍ଟର ମନା କରିଦେଇଥିଲେ, ମୋ ମନ ବୁଝିଲାନି, ମୁଁ କିନ୍ତୁ ଟ୍ରିଟମେଣ୍ଟ କରୁଥିଲି। ତାପରେ ଘରକୁ ଆସିଲା। ଘରେ 15-20 ଦିନ ରହିବା ପରେ ଡେଥ୍ ହେଇଗଲା। 2ଟା ଛୋଟ ଛୁଆଙ୍କୁ ମୋ ହାତରେ ଥୋଇ ଦେଇଗଲା ହାରି। ବୟସ ପାଖାପାଖି 35-36 ହେବ। ଏ ଦୁଃଖ ଭରା କାହାଣୀ କହିବାକୁ ଖରାପ ଲାଗୁଛି ସାଙ୍ଗମାନେ। ସେଇଦିନଠୁ ମୋ ସଂସାରଟା ଚାଲୁଛି।